ବିଜୁ ଜନତା ଦଳର ବିଧାୟକ ମାନେ କେଉଁ ପ୍ରକାର ଭାବରେ ଗୃହକୁ ଚଲେଇ ଦେଉନାହାନ୍ତି, ପବିତ୍ର ଗୃହର ଗାରିମାକୁ ନଷ୍ଟ କରିବା ସହିତ ଗୃହର ମୂଲ୍ୟବାନ ସମୟକୁ ବରବାଦ କରୁଛନ୍ତି, ତାହା ଓଡ଼ିଶାବାସୀ ଦେଖୁଛନ୍ତି। ଚାଷୀଙ୍କ କଥା ବିଜୁ ଜନତା ଦଳ କହିବ? ବିଜୁ ଜନତା ଦଳର ସରକାର ଥିଲା 2023-24 ମସିହାରେ ବିଜୁ ଜନତା ଦଳ ଓଡ଼ିଶାର ଚାଷୀଙ୍କ ଠାରୁ 58 ଲକ୍ଷ ମେଟ୍ରିକ ଟନ୍ ଧାନ କିଣିଥିଲା ଏବଂ 13,000 କୋଟି ଟଙ୍କା ଚାଷୀଙ୍କ ପାଖରେ ପହଞ୍ଚେଇଥିଲା। ଭାରତୀୟ ଜନତା ପାର୍ଟିର ସରକାର ଆସିଲା 24-25 ମସିହାରେ ଓଡ଼ିଶା ସରକାର 92 ଲକ୍ଷ ମେଟ୍ରିକ ଟନ୍ରୁ ଅଧିକ ଧାନ କିଣିଲେ ଏବଂ 27,000 କୋଟି ଟଙ୍କାରୁ ଅଧିକ ଟଙ୍କା ଚାଷୀଙ୍କ ପାଖରେ ପହଞ୍ଚେଇଲେ। ଭାରତୀୟ ଜନତା ପାର୍ଟିର ସରକାର ଆସିବା ପୂର୍ବରୁ ସଂକଳ୍ପ ପତ୍ରରେ କହିଥିଲା ଯେ ଆମେ 3100 ଟଙ୍କା କ୍ୱିଣ୍ଟାଲ ପିଛା ଧାନ କିଣିବୁ। ଆଜି ଭାରତୀୟ ଜନତା ପାର୍ଟିର ସରକାର ତାହା କିଣୁଛି। ସେମାନଙ୍କ ସରକାର ସମୟରେ ଯେତିକି ଧାନ ସେମାନେ କିଣୁଥିଲେ ସରକାରୀ ଭାବରେ, ତାର 1.5 ଗୁଣ ଧାନ ଭାରତୀୟ ଜନତା ପାର୍ଟିର ସରକାର କିଣୁଛି। ଭାରତୀୟ ଜନତା ପାର୍ଟି ଯେତେବେଳେ ବିରୋଧୀ ଦଳରେ ଥିଲା, ଧାନ କିଣାକୁ ଠିକଠାକ କରିବା ପାଇଁ, ସୁନିୟନ୍ତ୍ରିତ କରିବା ପାଇଁ ଏକ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଭାବରେ ବିରୋଧୀ ଦଳ ନେତାଙ୍କ ଠାରୁ, ତତ୍କାଳୀନ ବିରୋଧୀ ଦଳର ନେତାଙ୍କ ଠାରୁ ଆରମ୍ଭ କରି ସମସ୍ତ ବିଧାୟକ ମଣ୍ଡି ବୁଲୁଥିଲେ, ମଣ୍ଡିକୁ ତଦାରଖ କରୁଥିଲେ। ଆଜି ଯେତେବେଳେ ଭାରତୀୟ ଜନତା ପାର୍ଟିର ସରକାର ଆସିଛି, ସେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରିକିରି ମନ୍ତ୍ରୀ ଏବଂ ବିଧାୟକ ମାନେ ମଣ୍ଡିକି ଯାଉଛନ୍ତି। ମଣ୍ଡିରେ ଚାଷୀ ମାନଙ୍କର ସୁବିଧା ଅସୁବିଧା, ଧାନ କିଣାକୁ ମଧ୍ୟ ତଦାରଖ କରୁଛନ୍ତି। ଶୃଙ୍ଖଳିତ କରିବା ପାଇଁ ଭରପୁର ଚେଷ୍ଟା ଭାରତୀୟ ଜନତା ପାର୍ଟିର ସରକାର କରୁଛି। ଏକ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳର ନେତା ହିସାବରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ହଉ କି ବିରୋଧୀ ଦଳର ନେତା ହିସାବରେ କେତେଟା ମଣ୍ଡିକୁ ଗଲେଣି, କେତେ ଚାଷୀଙ୍କର ସୁବିଧା ଅସୁବିଧା ବୁଝିଲେଣି, ଏ କଥା ଓଡ଼ିଶାବାସୀଙ୍କ ସାମ୍ନାରେ କହିବାର ଆବଶ୍ୟକତା ଅଛି। ଚାଷୀଙ୍କର କଲ୍ୟାଣ ପାଇଁ ବିଜୁ ଜନତା ଦଳ କରିଛି କ'ଣ, ତାର ଉତ୍ତର ଓଡ଼ିଶାବାସୀଙ୍କୁ ପ୍ରଥମେ ଦେବା ଦରକାର। ମୁଁ ମନେ ପକାଇ ଦେଉଛି, ବିଜୁ ଜନତା ଦଳ କାଳିଆ ଯୋଜନା କଥା କହୁଥିଲା 2018 ମସିହାରେ। ପୁରୀରେ କହିଥିଲା ଆମେ 10,000 ଟଙ୍କା ଦେବୁ ଚାଷୀଙ୍କୁ କାଳିଆ ଯୋଜନାରେ। ସେ 10,000ଟା ତ 10,000 ଦେଲେ ନାହିଁ, କମିକିରି 4,000ରେ ପହଞ୍ଚିଗଲା ଏବଂ ପ୍ରତି କିସ୍ତି ବେଳକୁ ଚାଷୀଙ୍କର ସଂଖ୍ୟା ମଧ୍ୟ କମି କମି ଆସିଲା। ନରେନ୍ଦ୍ର ମୋଦି ମାନ୍ୟବର ପ୍ରଧାନମନ୍ତ୍ରୀ କହିଲେ PM କିଷାନରେ ଆମେ 6,000 ଟଙ୍କା ଦେବୁ, କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ଯେଉଁ ହିସାବରେ ତତ୍କାଳୀନ ଓଡ଼ିଶା ସରକାର ଚାଷୀଙ୍କର ସଂଖ୍ୟା ଦେବା କଥା, ଚାଷୀଙ୍କର ହିସାବ ଦେବା କଥା, ଚାଷୀଙ୍କର ଡାଟା ଦେବା କଥା, ନବୀନ ବାବୁଙ୍କର ତତ୍କାଳୀନ ସରକାର ସେତେବେଳେ ଦେଇନଥିଲା। ଓଡ଼ିଶାର ଚାଷୀ କ୍ଷତିଗ୍ରସ୍ତ ହେଉଥିଲେ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।